ସାଙ୍ଗମାନେ ଲୋକଟି ଚିକେନ ପକୋଡ଼ା ଖାଉଥିବା ସମୟରେ କିଛି ବାଳୁଙ୍ଗା ପିଲା ଆସିକି କଣାରେ ହାତ ପୂରେଇକି ଚିକେନ ପକୋଡ଼ା ଖାଇବାକୁ ଚେଷ୍ଟା କରୁଛନ୍ତି। ଆଉ ସେ ଲୋକଟି ସେ ବାଳୁଙ୍ଗା ପିଲାର ହାତଟିକୁ ଧରି ନେଉଛି ଆଉ ତାକୁ ନିର୍ଧୁମ ଛେଚୁଛି। ଆଉ ସେ ପିଲାମାନେ କହୁଛନ୍ତି ଆରେ କଣ ଏତେ ଅନେଇଛୁ ଆଣୁନୁ ଚିକେନ ପକୋଡ଼ା। ଆଉ ସେ ଲୋକଟି କହୁଛି ଆରେ ଟିକେ ରୁହ ଆଣୁଛି। ଆଉ ସେ ଲୋକଟି ସେ ପିଲାଟିକୁ 3-4 ପାହାରେ ବାଡେଇଲା ପରେ ତାକୁ ଟିକେ ଦୟା ଆସୁଛି ଆଉ ଗୋଟିଏ ଚିକେନ ପକୋଡ଼ା ତା ହାତରେ ଧରେଇ ଦଉଛି। ଆଉ ସେ ପିଲାଟି ସେ ଚିକେନ ପକୋଡ଼ାକୁ ପାଇକି ଭାରି ଖୁସି ହେଇଯାଉଛି। ଆଉ ସେ ପିଲାଟି କହୁଛି ଆରେ ଶଳେ ମୋ ଚିକେନ ପକୋଡ଼ା କଣ ଖାଉଛ, ଯାହା ସେ କଣାରେ ହାତ ପୂରେଇକି ଆଉ ଚିକେନ ପକୋଡ଼ା ଆଣିବ। ଆଉ ତାଙ୍କ ଭିତରୁ ଗୋଟିଏ ପିଲା ପୁଣି ଯାଇକି ସେ କଣାରେ ହାତ ପୂରେଇବାକୁ ଲାଗୁଛି। ଆଉ ପୁଣି ସେ ଲୋକଟି ସେ ପିଲାର ହାତକୁ ଧରିକି ନିର୍ଧୁମ ଛେଚୁଛି ଆଉ କହୁଛି ଶଳା ଚିକେନ ପକୋଡ଼ା ଖାଇବ ତମ ରଙ୍ଗ ଛଡେଇ ଦେବି ଆଜି ରୁହ। ଆଉ ସେ ପିଲାଟିର ହାତକୁ ଧରିକି ନିର୍ଧୁମ ଛେଚୁଛି ଆଉ ସେ ପିଲାଟି ପୁରା ଚିଚିକି ବୁଲୁଛି। ଆଉ ପୁଣି ତା ହାତରେ ଗୋଟେ ଚିକେନ ପକୋଡ଼ା ଦେଇକି ଛାଡି ଦଉଛି। ଆଉ ସେ ପିଲାଟି କହୁଛି ଆରେ ଯା ଯା ଭଲ ଚିକେନ ପକୋଡ଼ା ମିଳୁଛି ସେ କଣା ଭିତରେ। ଆଉ ଗୋଟେ ଲୋକ କହୁଛି ଶଳା ଚିକେନ ପକୋଡ଼ା ମିଳୁଛି କି କଣ ମିଳୁଛି ମୁଁ ଠିକ ଜାଣିଛି। ଆଉ ସେ ଲୋକଟି ଡରିକି ଏକାଥରକେ ପଳଉଛି। କିନ୍ତୁ ଲାଷ୍ଟକୁ ଆଉ ଗୋଟେ ପିଲା ସାହସ କରିକି ଯାଇକି ସେ କଣାରେ ହାତ ପୂରେଇବାକୁ ଲାଗୁଛି। ଆଉ ତାପରେ ଯାହା ହଉଛି ସାଙ୍ଗମାନେ ଆପଣମାନେ ଦେଖିଲେ ପୁରା ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ତା ପୂର୍ବରୁ ସାଙ୍ଗମାନେ ଆପଣମାନେ ଯଦି ଚିକେନ ଖାଇବାକୁ ଭଲ ପାଆନ୍ତି ତାହେଲେ ଗୋଟେ ଲାଇକ୍ କରିଦିଅନ୍ତୁ। ଶେଷରେ ସେ ପିଲାଟି ଯାଇକି ଯେତେବେଳେ ସେ କଣାରେ ହାତ ପୂରେଇ ଦଉଛି ସେ ଲୋକଟି ପୁରା ରାଗି ଯାଉଛି। ଆଉ ସେ ପିଲାଟି ପୁରା ଚିଚିକି ବୁଲୁଛି ଆଉ କହୁଛି ଆରେ ଶଳା ଏଠି ଠିଆ ହେଇକି ହସୁଛ କଣ, ଆସ ମତେ ଜଲ୍ଦି ଟାଣ ନହେଲେ ସେ ବାଡେଇ ବାଡେଇ ମୋ ହାତକୁ ଖଣ୍ଡିଆ କରିଦବ। ଆଉ ସେ ଦୁଇ ଜଣ ସାଙ୍ଗେ ସାଙ୍ଗେ ଧାଇଁ ଆସିକି ତା ହାତକୁ ଟାଣିକି ବାହାର କରିଦଉଛନ୍ତି।